कृष्णचंद्र पत्री ମୋ ଘର ଅଟକ कौन कहे ତାଙ୍କ ବାପା ହେଉଛନ୍ତି ସେକ୍ରେଟାରୀ ରହିଲେଣି ଆଜି ଦୀର୍ଘ ଦିନ ହେଲା। ସେ ଚଞ୍ଚକତା କରି ଜାଲିଆତି ଦସ୍ତଖତ କରି ତାଙ୍କ ପୁଅକୁ ରଖେଇଦେବା ପାଇଁ ଆଜି ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥିଲେ। କମିଟି ବି ଡକାଇଥିଲେ। ଆମେ ଶୁଣିବାକୁ ପାଇଲୁ ଯେ କ'ଣ ପ୍ରେସିଡେଣ୍ଟ ଅନୁପସ୍ଥିତି ଅଛନ୍ତି। ତେଣୁକରି ମିଟିଂ ହବନି, ହବ ଭିତରେ ରହିଛି। ଆଉ ତା ଭିତରେ କ'ଣ ହବ ଦେଖାଯିବ। ହଁ ହଉଛି ଅଛି, ତାର ବି ପ୍ରମାଣପତ୍ର ବି ଅଛି। किभଳି ଭାବରେ ଚାଷୀ ମାନଙ୍କୁ କିଭଳି ଲୁଟ କରା ଚାଷୀମାନଙ୍କୁ ଲୁଟ୍ କରାହେଉଛି, ପଇସା ପତ୍ର ବି ନିଆହେଉଛି। ଯୋଉ ଧାନ ଦଉଛନ୍ତି କୁଇଣ୍ଟାଲ ପିଛା ବି 50 ଟଙ୍କା ନିଆହେଉଛି। ମୁଁ ଆଜ୍ଞା ବଗିରିଆ ସେବା ସମ୍ଭାବିତ ଜଣେ ଡାଇରେକ୍ଟର ଅଛି। ମୋ ନାଁ ପ୍ରଣୟ କୁମାର ମହାପାତ୍ର। कौन कहे ଶୁଣନ୍ତୁ, ମୁଁ ଗତକାଲି ମୋତେ ନୋଟିସ୍ ନେଇକି ବିଭୂତି ଭୂଷଣ ଦାସ ଯିଏ ପିଅନ ଅଛନ୍ତି, ସେ ଆଜ୍ଞା ମୋ କତିକି ଗଲେ ନୋଟିସ୍ ନେଇକି। ସେଥିରେ ଲେଖା ହେଇଥିଲା ଯେ ଦାୟିତ୍ୱ ହସ୍ତାନ୍ତର। ମୁଁ କହିଲି ଦାୟିତ୍ୱ ହସ୍ତାନ୍ତର କ'ଣ ସେକ୍ରେଟାରୀ ଯାଇନାହାନ୍ତି, ନୂଆ ସେକ୍ରେଟାରୀ ବି ଏଆରସିଏସ୍ ପୋଷ୍ଟିଂ ଦେଇନାହାନ୍ତି, ଦାୟିତ୍ୱ ହସ୍ତାନ୍ତର କ'ଣ କରାଯିବ? ହଉ ଚାଲନ୍ତୁ, ଆମେ କାଲି ମିଟିଂ କଲେ ସେଇଠି ଦେଖା ସାକ୍ଷାତ ଆଉ। ସେଇଠୁ ଆମେ ଆସିଲୁ। ଆମେ ଆସିକି 9:30ରୁ ଏଠି ବସିଛୁ, କିନ୍ତୁ ପ୍ରେସିଡେଣ୍ଟ ମୋତେ 10ଟା ବେଳେ ଫୋନ୍ କରିକି କହିଲେ ଯେ ମୁଁ ଆକ୍ସିଡେଣ୍ଟ ହେଇଛି, ଯାଇପାରିବି ନାହିଁ। ସେଇଠୁ ମୁଁ କହିଲି ଭାଇସ୍ ପ୍ରେସିଡେଣ୍ଟ ଅଛନ୍ତି, ମିଟିଂ କରିଦେବେ। ଏଠୁ ସେକ୍ରେଟାରୀ ତାଙ୍କର ବସିଥିଲେ, ଉଠିକି ପଳେଇଲେ, କହିଲେ ମିଟିଂ ହେଇପାରିବ ନାହିଁ। ଯଦି ଡାଇରେକ୍ଟର ଆସନ୍ତି 11ଟା ବେଳକୁ ମୁଁ ଆସିବି। ମୁଁ କହିଲି ତାହେଲେ ନିଯୁକ୍ତିଟା ଆପଣ ଯେଉଁ ନୋଟିସ୍ କରିଛନ୍ତି ସେଟାକୁ ଇଏ କରିଦିଅନ୍ତୁ। ଯେତେ ଜଣ ଡାଇରେକ୍ଟର ଅଛନ୍ତି ଦସ୍ତଖତ ମରେଇକି ନିଯୁକ୍ତିଟା କ୍ୟାନସେଲ୍ କରିଦିଅନ୍ତୁ। ଆମେ ନୋଟିସ୍ ହେଇଛି ଯେ ଅଲଗା ଦିନ ମିଟିଂ ହବ। ସେ ନା ଏତେବେଳେ ପର୍ଯ୍ୟନ୍ତ ଆସିନାହାନ୍ତି। ନିଶ୍ଚିତ ଆରେ ଦେଖୁନାହାନ୍ତି ଆପଣ, ବାପ ଜାଗାରେ ପୁଅ, ସୋସାଇଟିଟା ବାପର ସମ୍ପତ୍ତି ବୋଲି ସମସ୍ତେ ଭାବୁଛନ୍ତି। ସୋସାଇଟିଟା ଯେମିତି ଘର ସମ୍ପତ୍ତି, ବାପ ବଦଳେ ପୁଅ ରହିବ, ପୁଅ ବଦଳେ ତା ପୁଅ ରହିବ, ତା ପୁଅ ବଦଳେ ତା ପୁଅର ଚାଲିବ ତ ଗୋଟେ ସଂସ୍ଥା। ଆଉ କାହାର ଖାତିର ନାହିଁ କି ମାନତି ନାହିଁ। ପ୍ରେସିଡେଣ୍ଟ ପଇସା ନବ, ଯାହାକୁ ପାରିବ ରଖିଦବ। ଏଇଟା ଗୋଟେ ସଂସ୍ଥା ଚାଲିଛି ସୋସାଇଟିଟା। ସରକାର ବି କିଛି ଧ୍ୟାନ ଦଉନାହାନ୍ତି। ପ୍ରତି ସୋସାଇଟି ଆପଣଙ୍କର ସେଇଆ। ଦେଖନ୍ତୁ, ଆପଣ 18 ସୋସାଇଟି, ବରୁଣ୍ଡେଇ ସୋସାଇଟି ଦେଖନ୍ତୁ, କାର୍ତ୍ତିକ ବାରା ପୁଅ କାହ୍ନୁଚରଣ ବେହେରା ଅଛି। ଆପଣ ପଳାନ୍ତୁ ପଛିକୋଟ କଡମା, ଭକ୍ତ ଦାସ ଝିଅ, ସିଏ ସେକ୍ରେଟାରୀ ଅଛି। ଆପଣ ଏଇଠି ପଳାନ୍ତୁ କରିମିଆ, ବିନୋଦ ଜେନା ପ୍ରେସିଡେଣ୍ଟ ଥିଲା, ତା ପୁଅ ପ୍ରଦୀପ ଜେନା ଅଛି। କେତେ ଆପଣ ଉଦାହରଣ ନିଅନ୍ତୁ, ଖୋଜନ୍ତୁ, ଆପଣ ସାମ୍ବାଦିକ ଖୋଜନ୍ତୁ, ସବୁଠି ପାଇବେ। ବାପ ଥିଲେ ପୁଅ ରହି କରୁଛି। ନିଶ୍ଚିତ ଭାବରେ ପୋଷ୍ଟିଂ ହେଇନା, ସେ ଦାୟିତ୍ୱ ଯେତେବେଳେ 6 ମାସ ହେଲା ନେଲାନି, ବୋର୍ଡ ଜାଣିନାହିଁ। ଗତ ମିଟିଂରେ ମୁଁ କହିଛି, ମୁଁ କହିନି ମୁଁ ବରୁଣ୍ଡେଇରୁ ଅବହେଳିତ ହେଇଛି, ମୁଁ ଜାଣିଛି ରହିବ। ନା ନା, କେବେ ହବ ନାହିଁ। କିନ୍ତୁ ଦେଖିଲା ବେଳକୁ ପ୍ରେସିଡେଣ୍ଟ ତାଙ୍କର କୁଆଡେ ଭିତରେ ଭିତରେ ଆମେ ଶୁଣୁଛୁ ନୋଟିସ୍ କରିଦେଇଛନ୍ତି ବୋଲି। କାରଣ ପ୍ରେସିଡେଣ୍ଟ ଭାବୁଛନ୍ତି ଆମ ବାପ ସମ୍ପତ୍ତି, ସେକ୍ରେଟାରୀ ବାପ ସମ୍ପତ୍ତି, ପଇସା ଅଛି ଦେଇଦେବୁ, ପୁଅକୁ ରଖିଦେବୁ। ଗୋଟିଏ କଥା ହଉଛି ଏଇଆ, ଆଉ କ'ଣ? କାରଣ ବ୍ୟକ୍ତିଗତ ସମ୍ପତ୍ତି ଭାବିଛନ୍ତି। ଲୋକ ତ ସାଧାରଣ ପୋକ ମାଛି ନା। ପ୍ରଶାସନ ଆମେ ଯାଇଥିଲୁ, ଡିଆର୍କୁ ଆପ୍ଲିକେସନ ଦେଇଛୁ, ଡିଆର୍ କହିଥିଲେ ଇନକ୍ୱାରି କରିବା, ଏତେବେଳେ ପର୍ଯ୍ୟନ୍ତ ଆସିନାହାନ୍ତି। କାହାକୁ ବିଶ୍ୱାସ କରିବୁ? ସିଏ ବି ସୁଦ୍ଧା ସେଇଆ, କହିବୁ କାହାକୁ? ସେଥିପାଇଁ ଆମେ ଲାଷ୍ଟକୁ ସମ୍ମାନୀ ହିସାବରେ ଯୋଉ ନିଯୁକ୍ତି ଦେଇଛନ୍ତି ତା ଉପରେ କଣ କହିବେ? ସେଇଆ ପରେ ମୁଁ କହୁଛି, ଆମେ ଆଜି ଆସିଥିଲୁ, ମିଟିଂ ହେଇଥିଲା ପ୍ରେସିଡେଣ୍ଟକୁ ପୁରା ଏଇଠି ଆଜି ଅପମାନ କରିଥାନ୍ତୁ। ପ୍ରେସିଡେଣ୍ଟକୁ ଖୋଲିକି ଚାବି ପକାଇ ମୁଁ ଅଫିସ, ଏମିତି ବି ଲୋକ ଆସନ୍ତି ଆଜି ଉତ୍ତ୍ୟକ୍ତ ହେଇକି। ଆରେ ମନେ ମନେ ତମେ ଯାହା କରିବ ସେଇଆ। ପୋଷ୍ଟିଂ ଦେଇଦବ, ତୋ ପୁଅ ତୋ ନାତି, ଏ କ'ଣ ଲୋକଗୁରା ସବୁ ଭେଡ଼ିଆ ସବୁ ବହିଛନ୍ତି? ଆଉ ସେ ଯୁଗ ଅଛି? ସେ 2024 ପୂର୍ବରୁ ଥିଲା। ଏଇଗୁଣା ମୋହନ ମାଝୀ ସରକାର କହୁଛନ୍ତି ନ୍ୟାୟ ଦିଆଯିବ। ଏଇଟା କ'ଣ ଚାଲିଛି? ନ ଫେରି ବିଜେଡି ଅମଳ ଥିଲା, ଯେ ଯାହା କରିଦଉଥିଲା। ହେଇପାରିବନି, କଶ୍ମିନ କାଳେ ହେଇପାରିବନି। ତାହେଲେ ଆଜି ଅଫିସ ଚାବି ପଡିବ, ପ୍ରେସିଡେଣ୍ଟ ଆସିଲେ ଖୋଲାଯିବ। ସେ ତ ପାଖାପାଖି 6 ମାସ ଖଣ୍ଡ ହବ ଆସୁଛି। ଗଲା ମିଟିଂରେ ତାକୁ ପଚାରିଲୁ, ସେକ୍ରେଟାରୀ ପଚାରିଲୁ। ସେକ୍ରେଟାରୀ ତାଙ୍କ ବାପା ଅଛନ୍ତି ସୁଦର୍ଶନ ମଲ୍ଲିକ, ତାଙ୍କ ବାପା ନିଜେ ଅଛନ୍ତି। ଏଇ କଥା ଆମେ ଜାଣିବାକୁ ଚାହିଁବୁ, ତାଙ୍କ ବାପା ଏଇ ଜାତି ନେବା ପାଇଁ, ଏଇ ନିଯୁକ୍ତିଟାକୁ ନିଜ ପରିବାର ଭିତରେ ରଖିବା ପାଇଁ କିଛି କାରସାଦି କରି ବସିଛନ୍ତି ତାଙ୍କ ପୁଅ। ମେ ବି ହେଇଥାଇପାରେ। କିଭଳି ଭାବରେ ସମୟ ସମିତିରୁ ପଦକ୍ଷେପ ନିଆଯିବ ଏବଂ ଠିକ ଭାବରେ ନିଯୁକ୍ତି ଦିଆଯିବ, ସମୟ ସମିତି ସୁରକ୍ଷା ଚାଲିବ। ବର୍ତ୍ତମାନ ସୁଦ୍ଧା ବୋର୍ଡ ଫ୍ରିଲି କାମ କରିପାରୁନାହିଁ। ମିଟିଂ ହଉନି, ସେଠି କ'ଣ ଆମେ ଉତ୍ତର ଦେବା? ତେଣୁ ଫ୍ରିଲି ଯଦି ମିଟିଂ ବସିକି କାମ ହୁଅନ୍ତା, ତାହେଲେ ଆମେ ଜାଣିପାରନ୍ତେ ଯେ ପ୍ରକୃତ ଘଟଣା କ'ଣ ହେଉଛି, କାହିଁକି କିଏ ତାକୁ ଆପଏଣ୍ଟମେଣ୍ଟ ଦେଇଛି, ସେସବୁ ଜାଣି ହୁଅନ୍ତା। ତେଣୁ ସେ ପର୍ଯ୍ୟନ୍ତ ଆଲୋଚନା କିଛି ହେଇନି। ଖାଲି ଯାହା ଆମେ ଜଷ୍ଟ ଗତ ମିଟିଂରେ ପଚାରିଛୁ, ସେ କହିଲେ ନା ଖାଲି ସେ ଆସୁଛି ଶିଖିବା ପାଇଁ କାମ। ମୁଁ ଯଦି ଏଠି ଆପଏଣ୍ଟମେଣ୍ଟ ନ ପାଇବ ତାହେଲେ ଶିଖିବ କାହିଁକି? ସେ ଏକାମ ଶିଖିବାର କାମ କ'ଣ? ଓପିଡି ବାବଦରେ ଶିଖିବାର କିଛି ମାନେ ନାହିଁ। ସେ କହିଲା ନା ମୋ ପୁଅ ବିଟେକ୍ ଇଞ୍ଜିନିୟର, ସେ କ'ଣ ଏଇ ଚାକିରି କରିବ? ଏ କଥା ଗତ ମିଟିଂରେ ସେ କହିଛି। ତେଣୁ ଆପଏଣ୍ଟମେଣ୍ଟ ପାଇଛି ନ ପାଇଛି ସେ କଥା ମୁଁ କହିପାରିବି।